धिरे खेचड़ा बाड़े न जलिले पिंड करी खंड खंड दूरु खेचुथिबे खेचड़ा बाड़े भीमसेन भने कुटुम्ब पोषणे भीमसेन भने कुटुम्ब पोषणे भीमसेन भने कुटुम्ब पोषणे भीमसेन भने कुटुम्ब पोषणे निरते रहिला मो मन जड़ी लेखिले अमल कमल कांति नील वस्त्रा सुकेशी शशधर समव कथा खंजनाखी मनोज्ञा स्तन जुगगत मुकुटा दाम दीप्ति किशोरी ब्रजपति सुता कांता राधिका माश्रये अहम जगदानंद परमानंद परमेश्वर परम अर्चन्य परम वंदनीय श्री सत्यनारायण महाप्रभु बस कल्याणमयी जगदेश्वरी विंध्येश्वरी झंकड़वासिनी मां शारदेवर दे तथा मां कालींकर भय पदार बिंदरे चित्तमन को अर्पण करी आज्ञा आज्ञा हाँ चाहू चाहू पाला तो सरी गला बस मंगलाचरण रूपक श्लोकटी उपढौकन देइछि आज्ञा 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 समस्त मंगल हम जमी षोलकोटे गाइछ ना हाँ कवि कहिले अमल कमल कांति नील वस्त्रा सुकेशी बस मां राधा अच्छा और कांति हेला अमल कमल बस अमल कमल कांति अच्छा प्रस्फुटित पद्मर रूप जेमिति देखिबा पाई मां राधार रूप देखिबा पाई से भलिया रूप पद्म फूल को देखिबू राधांगर रूप को देखिबू सेया आउ पाला वाला कहूले मां राधा गुआड़े कला साड़ी पिंधे आपण माने बहुत दिन हैला पाला सुनछंती अनेक गायकों पाला सुनलेडी राधा के भी कला रंग को भल पाए ना 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 कला रंग को आदम भल पांतीनी भल पाएनी बोली हाँ हाँ दिने मां राधा पचारला भगवान कृष्ण कौन पचारिले कहले प्रभु प्रभु तुम बापा तो गोरा 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 तुम माँ तो गोरी तुम्हें कालिया कहीं हेलो कृष्ण टिके हसिले
କହିଲେ ରାଧା ହଁ ହଁ ପ୍ରଭୁ ସାତଟା ରଙ୍ଗ ଅଛି। ଆଚ୍ଛା ହଁ 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 ବାଘ ନିଶ ହଲା ନା ହଲାନା ନା ଦୋହଲାନା? ଆଉ କଣ କି ରାଜା? ଅରେ ପୁଅ ବାଘ ନିଶ ବାଘ ନିଶ ହନାଲା। ଆଚ୍ଛା 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 ହଁ ବାରେ ବାଇଗେଣୀ ବାଇଗିଣୀ ଘରେ ଘନ ନୀଳ ଆଜ୍ଞା ନୀରେ ନେଳିଆ ଆଚ୍ଛା ସରେ ସବୁଜ ସବୁଜ ହରେ ହଳଦିଆ ଆଜ୍ଞା ଲାରେ ଲାଲ ରଙ୍ଗ ନାରଙ୍ଗ ନାରେ ନାରଙ୍ଗୀ। ଆଚ୍ଛା ନାରଙ୍ଗୀ ହଁ ଏ ସାତଟା ରୂପ ତିଆରି କଲୁ ପ୍ରଭୁ ତୁ। ହଁ ହଁ ତମେ ତିଆରି କରିଛ। କିନ୍ତୁ ଏ ସାତଟା ରଙ୍ଗ ଛାଡ଼ି ବାସ୍ ତୁ କାହିଁକି କାଳିଆ ହେଲୁ ପ୍ରଭୁ କହ? ହଁ ସେଇ କଥାଟା ମତେ ଉତ୍ତର ଦିଅ ପ୍ରଭୁ। ଭଗବାନ କୃଷ୍ଣ ଉତ୍ତର ଦେଲେ। କଣ କହିଲେ? କହିଲେ ରାଧା ହଁ ପ୍ରଭୁ ସ୍ୱାମୀ କଳା ରଙ୍ଗର ଅର୍ଥ ହଉଛି ରାତ୍ରି। ରାତ୍ରି ହଁ 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 କଳା ବୋଲେ ରାତି। ଆଚ୍ଛା ତେଣୁ ଯିଏ ରାତିରେ ଠିଆ ହେଇଥବ ହଁ ହଁ এইঠু এই লাগে এ লাইট বালা লাইটটা বন্ধ করদব। ଆଜ୍ଞା ବାସ୍ ଆଜ୍ଞା কিন্তু ମୁଁ ହଁ ସମସ୍ତଙ୍କୁ ଦେଖିପାରିବି। ଆଚ୍ଛା ଇଏ ଯଦି ପେଣ୍ଡାଲ ଉପରେ ଲାଇଟଟା ବନ୍ଦ କରିଦିଏ ଆଚ୍ଛା ଆପଣ ମତେ ଦେଖିପାରିବେ କି? ନାଇଁ 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 ଦେଖିପାରିବେନି। କୃଷ୍ଣ ଉତ୍ତର ଦେଲେ ହେ ରାଧା ହଁ ହଁ ପ୍ରଭୁ ମୁଁ ଜଗତକୁ ଦେଖୁଛି। ଆଚ୍ଛା 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 ମୁଁ ଜଗତକୁ ଧରିଛି ରେ ରାଧା। ହଁ ପ୍ରଭୁ ମତେ ଧରିବା ବହୁତ କଷ୍ଟ। ଆଚ୍ଛା 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 ହଁ ପ୍ରଭୁ ଯାହାକୁ ଅଭିରାମ ପରମଙ୍ଗ ସ୍କଲମ କଲେ। ଆଜ୍ଞା ଆଜ୍ଞା କହିଲେ ପାଲା ତ ସରିଲାଣି ମୁଁ ଆଉ କିଛି କହିବିନି। ନାଇଁ ମୁଁ ଆଉ କହି କଣ ଲାଭ ଅଛି? ମଲା ସାପକୁ ବାଡ଼େଇବା ଯାହା ଆଉ କହିବା ସେଇଆ। ପାଲା ବାଲା ତମେ ପାଲା ବାଲା ହେଇନ କି ହେଇପାରିବନି। ନାଇଁ ନାଇଁ ଯଦି ଶ୍ରୋତା ମାନଙ୍କୁ ଟିକେ ଆନନ୍ଦ ନଦେଲ ଆଉ କଣ? ଆଉ ରାତି ଯାଉ ଖାଲି ହେଇ ହେଲ ହଁ ହଁ ତାଙ୍କର ତ ଅଭ୍ୟାସ ଅଛି ସେଇଟା ଆଉ। ନାଇଁ 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 ସେ ପାଲାର ମୂଲ୍ୟ କଣ ଅଛି? କିଛି ନାହିଁ। ଚାରିପଦ କଥା କହ। ବାସ୍ ରାତି ପାଇଲେ ଯେମିତି ନିରଞ୍ଜନପୁରରେ ଲୋକ କଥା ହେବେ ହଁ ହଁ ଆମ ଗାଁରେ ପାଲା ହଉଥିଲା। ହଁ ଗୋଟେ ଗାୟକ ଆସିଥିଲା କିଛି ଦିପଦ କହିକି ଗଲା। କହିକି ଯାଇଛି ସେଟା ସମସ୍ତେ ସ୍ମରଣ କରୁଥିବେ। ଯଦି ମନେ ନ ପକେଇଲେ ଶ୍ରୋତା ତମ ମାନଙ୍କୁ ଆଉ ତାହେଲେ ତମେ କି ପାଲା ବାଲା? ନାଇଁ 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 ପାଲା ଶରୀର ମୋର ଅସୁସ୍ଥ। ଆଚ୍ଛା ଆଜି ସକାଳୁ ବିଷ୍ଣୁ ବହୁତ ସେବା କରିଛି। ହଁ ହଁ ଭାବିଥିଲି ମୁଁ ପେଣ୍ଡାଲ ଉପରକୁ ଆସିପାରିବିନି ଆଚ୍ଛା କିନ୍ତୁ ମୋତେ ମା କାଳୀ ହଁ 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 ସାମର୍ଥ୍ୟ ଦେଲା। ବାସ୍ ମାଙ୍କର ଆଶୀର୍ବାଦ ହେଲା। ଆରେ ଠାକୁରାଣୀ ପାଇଁ ଗୋଟେ ମାଳ ଦେଲୁନି? ହଉ ଗାୟନ୍ତୀ ଦେବାହା ଖିଳ ଗୀତ କାନି ଧନ୍ୟାସ୍ତୁତେରେ ଭାରତ ଭୂମି ଭାଗେ ଆଜ୍ଞା ସ୍ୱର୍ଗାପ ବର୍ଗାସ୍ପଦ ମାର୍ଗ ଭୂତେର ଭବନ୍ତି ଭୂୟ ପୁରୁଷ ସୁରତ୍ୱାତ। ହଁ 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 ପ୍ରଭୁ ତୋର ମଙ୍ଗଳ କରନ୍ତୁ। ବାସ୍
ତୋ ପରିବାରର ମଙ୍ଗଳ ହଉ। ଆଜ୍ଞା ନୀଳଚକ୍ର ଯୁବକ ସଂଘ ପିଲା ଯାହା ହଉ ଯୁବକ ସଂଘ ପିଲାଙ୍କର ଏତେ ଭଲ ପାଇବା ଅଛି ମୁଁ ଜାଣିନଥିଲି। ଆଜ୍ଞା ଆଜ୍ଞା ହେ ଜଗନ୍ନାଥ, ହେ ପ୍ରଭୁ, ମୁଁ ମା କାଳୀଙ୍କ ନିକଟରେ ହଁ ହଁ ଆତ୍ମନିବେଦନ କରୁଛି। ବାସ୍ ଏଇ ନୀଳଚକ୍ର ଯୁବକ ସଂଘର ଆଜ୍ଞା ଆଜ୍ଞା ଯେତେ ସଦସ୍ୟ ଯେତେ ପିଲା ଅଛନ୍ତି, ବାସ୍ ମୁଁ ଯଦି କହିବି ସମସ୍ତେ ଚାକିରି କରନ୍ତୁ କଣ ଚାକିରି କରିଦେବେ? ନାଇଁ ନାଇଁ ମୁଁ ଯଦି କହିବି ସମସ୍ତଙ୍କର 120 ବର୍ଷ ପରମାୟୁ ହଉ କଣ ସମସ୍ତଙ୍କର ହବ? ହବନି। ଆଜ୍ଞା ମୁଁ ବ୍ରାହ୍ମଣିଆ ଲୋକ। ବାସ୍ ଆମ ଗାଁ ବୁଲା ଗୌଡ଼ ପୁଅର 21 କରିବାକୁ ଯାଇଥାଏ। ଆଜ୍ଞା ଆଜ୍ଞା 21 ଦିନ ହେଇଥାଏ। ବାସ୍ ବୁଲା ଗୌଡ଼ ପୁଅକୁ ମୁଁ ଆଶୀର୍ବାଦ କଲି 77 ପରମାୟୁ ହଉ, ବାସ୍ 108 ବର୍ଷ ପରମାୟୁ ହଉ। ବାସ୍ ତାକୁ ଯେତେବେଳେ 8 ବର୍ଷ ହେଲା ପୋଖରୀରେ ବୁଡ଼ିକି ସେ ମରିଗଲା। କଣ ହେଲା ରେ? ମୁଁ ଆଶୀର୍ବାଦ କାମ କଲା? ନାଇଁ ମ ନାଇଁ ଆଶୀର୍ବାଦ ଜଣିଏ ଦିଏ। ସେ ଜଣକ କିଏ ସେ? ସେ ଭାଇନାଲୋ ବିଭୁ କୃପା। ଆଚ୍ଛା ଆଚ୍ଛା ପ୍ରଭୁ 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 ଆମେ ବ୍ରାହ୍ମଣିଆ ଆଶୀର୍ବାଦ ଯେତେ ଗଲେ କଣ ହବ? କିଛି ନାହିଁ ଆଜ୍ଞା। ବିଧାତା ଯଦ୍ ଭାଲ ପଟ ଲିଖିତମ୍ କର୍ମାନୁସାରେ ଫଳ। ବିଧାତା ଯାହା ଲିଖିଛି ବାସ୍ ତାହା ହବ। ହବ ହବ ତେଣୁ ଫୁଲମାଳଟିଏ ଦେଇଛ। ଆଚ୍ଛା ମା କାଳୀ ପାଖରେ ଆତ୍ମନିବେଦନ କରିବି, ବାସ୍ ତମ ସଂଘ ବଳବତ୍ତର ହଉ। ଆଚ୍ଛା ଆଚ୍ଛା ତମେ ଯେତିକି ଦିନ ବଞ୍ଚ, ହଁ କାଲି ମରିଯା ମୋର ଦୁଃଖ ନାହିଁ। ନାଇଁ 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 ଯେତିକି ଦିନ ବଞ୍ଚ ଥିବ ସୁଖରେ ବଞ୍ଚ। ବାସ୍ ଭଗବାନ ତମର ମଙ୍ଗଳ କରନ୍ତୁ। ଆଜ୍ଞା 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 ମା କାଳୀ ତମକୁ ଘଣ୍ଟ ଘୋଡେଇ ରଖୁ। ଏତିକି ଆତ୍ମନିବେଦନ କରୁଛି। ତମର କଲ୍ୟାଣ ହଉ ବୋଲାନନ୍ଦେ ବାର ହରି ବୋଲ ହରି ବୋଲ। ମା ରାଧାର ଆଖିରେ ଲୁହ। ନିଶ୍ଚିତ ଗାଧେଇବାକୁ ଯାଉଛି। ହଁ କୃଷ୍ଣ କଥା ଦେଇଥିଲେ ଆସିବା ପାଇଁ। ଆଚ୍ଛା ଆସିଲା ବେଳକୁ ବିଳମ୍ବ ହେଇଗଲା। ଡେରି ହେଇଗଲା, କଣ ଗୋଟେ କାମ ଲାଗିଲା ବୋଧେ ଆଉ। ମାର ବିକାର ଭାବ ଆସିଲା। ନିଶ୍ଚିତ ଭଲ ପାଇବା ଯେତେ ଦିନ ଥାଏ ବାସ୍ ପ୍ରେମଟା ସେତେ ବଳୁଆ ହେଇକି ଥାଏ। ଭଲ ପାଇବା ଯେତେବେଳେ କମିଯାଏ କମିଯାଏ ପ୍ରେମର ଭାବଟା ସେତିକି ବେଳେ କମିଯାଏ। ଆଜ୍ଞା ଠିକ କଥା। ଆଜି ମୁଁ ବସା ଘରେ ବସିଲା ବେଳକୁ ଗୋଟିଏ ବୁଢା 25 ବର୍ଷ ହେଲା ତା ସ୍ତ୍ରୀ ତା ପାଖରେ ନାହିଁ। ଆଚ୍ଛା ଆଚ୍ଛା ମୁଁ ମାକୁ ମୁଣ୍ଡିଆ ମାରିଲି, ବୁଢାକୁ ବୁଝେଇଲି, କହିଲି ଆଜି ଗୋଡ ହାତ ଚଳୁଛି, କାଲି ଗୋଡ ହାତ ଯେତେବେଳେ ପଡିଯିବ ପଡି ରହିବ ସେତେବେଳେ ସେବା କରିବ କିଏ? ବୁଢା କେହି ନାହିଁ। ଯା ବୁଢୀକି ଧରିକି ଆସିବୁ, ବୁଢୀ ମୋ ପାଲା ଦେଖିବ, ମୁଁ ବୁଢୀକି ଦେଖିବି, ମୋ ମନ ଶାନ୍ତି ହବ। ଇଏ ହେଲା ଏକ ଅଭେଦ୍ୟ ପ୍ରେମ। ଏଇଥିପାଇଁ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ, କଣ କହିଛନ୍ତି? କଲା ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ।
সকল অবতরী আদি অনাদি কারণ নির্গুণ সগুণ প্রভু নির্গুণ সগুণ আত্মারাম সনাতন ব্রহ্ম নিরঞ্জন আপনারাম সনাতন ব্রহ্ম নিরঞ্জন আত্মারাম সনাতন ব্রহ্ম নিরঞ্জন মা রাধা হ্যাঁ ଗାଧେଇ ଯାଉଛି হ্যাঁ ଭାରି କଷ୍ଟ নিশ্চিত କୃଷ୍ଣ ଦେଖା ଦଉନି না 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 মনটা কেমিতি খটা হউথব অনুমান করুথ মাଙ୍କର କୃଷ୍ଣକୁ ନ ଦେଖିଲେ আহা ମନେ ରଖିଥାନ୍ତୁ আজ্ঞা ରାଧା କାହାକୁ ଦେଖିବନି নাই 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 କାହିଁକି ନା ରାଧାର ଆଖି ହେଉଛି ଅଗ୍ନି বাস କୃଷ୍ଣକୁ ନ ଦେଖି আহা ରାଧା ଯାହାକୁ ଅନେଇବ আচ্ছা ସେ ଜଳିଯିବ বাস আহা କୃଷ୍ଣକୁ ଦେଖିନି ଆଜି না না দেখি নাহান্তি রাধা কৃষ্ণଙ୍କୁ ଗାଧେଇ ଯାଇଛି আহা ସଖୀମାନଙ୍କୁ କହୁଛି হা କହିଲା ଆଗୋ এই 11 ଦିନ ପାଲା ହେଇଗଲା আজ্ঞা ମୁଁ 3ଟା କାବ୍ୟ ଗାଇ ସାଇଲିଣି আচ্ছা ତମେ ଯୋଉ ପାଲା ବାଲାକୁ ମୋ ସାଙ୍ଗରେ ଆଣିଛ হম କେତେଟା କାବ୍ୟ ହେଲାଣି কাব্য নাহি খালি আই মা কাহানি গুড়ে গপ্প করবে କାଲି ଗପୁଡି ମାରିକି ଗପ କହି କହିକି ପାଳିଆଙ୍କୁ ଉଠେଇକି ପାଳିଆ ମାନଙ୍କୁ রুল করেইকিরি ରୋଲ କରେଇକି ପାଳିଆ ମାନଙ୍କୁ ଧରିକି ଭଜନ ଗାଇକି ପେଣ୍ଡାଲ ବିତେଇ ଦବୁ বাস নিজে কেতে অনুকরণ করিছ পেন্ডাল উপরে দেখাইলে জানিবে যে তাড়ুয়া গায়ক ଏ ପାଲା ଓଡ଼ିଶାରେ ପାଲା ବଞ୍ଚିବ ତ নাই 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 ଆରେ ଗାୟକ ମାନେ ତମେ ଖଟ হ্যাঁ ମଞ୍ଚ ଉପରେ ଟିକେ ପରିଶ୍ରମ କର বাস 3 ଘଣ୍ଟା ଗାଇବା ଦରକାର ନାହିଁ আজ্ঞা 2 ଘଣ୍ଟା ଗା হ্যাঁ ଯଦି ପାଲା ଗାଇଲା ବେଳେ আচ্ছা ଶ୍ରୋତାଙ୍କ କାନରୁ ଗରମ ପାଣି ଟିକେ ନ ବାହାରିଲା হ্যাঁ ତମେ ପାଲା ଠିକରେ ଗାଇନ এই କହିଲା ଆଗୋ ପ୍ରିୟ ସହି ଏ ଛାତି ପଥର କଲିଣି ସହି ସହି ଆଗୋ প্রিয় সহি ছাতি পথর গলিনি সহি সহি আগো প্রিয় সহি কেতে যমুনা আহা যাও নাহি কে শ্যাম বন্ধু যাও না কে কেতে যমুনা যাও নাহি কে শ্যাম
ଦିନ ଯମୁନା ତଟରେ ବଂଶୀବଟ ମୂଳରେ ବାସ୍ ବୁଢୀ ହେଇଯାଇଛି ମା ରାଧା। हे भगवान ଗଳି ପଡିଛି ଆଉ ଉଠି ପାରୁନି। नहीं 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 ମନରେ ବହୁତ କଷ୍ଟ। ଆସିବନି ଦୁଃଖ। କହିଲା କୃଷ୍ଣ ହେ ପ୍ରଭୁ ମୁଁ ଆଉ ବଞ୍ଚିବିନି। ନାଇଁ 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 ଜୀବନର ଶେଷ ସମୟରେ ଟିକେ ଦେଖା ଦବୁନି। हाँ हाँ ବାସ୍, ଏତେ ଦୁଃଖରେ ଡାକି ଲାଗିଛନ୍ତି ରାଧା। ବାଲ୍ୟକାଳରୁ ରାଧା କୃଷ୍ଣର ପ୍ରେମ। हाँ ମୁଁ ଆଦି ତୁ ଅନାଦି, ହଁ ହଁ ମତେ ଟିକେ ଦେଖା ଦବୁନି। ଆହାହାହାହା। ଆସେ କୃଷ୍ଣ। प्रभु ସେତେବେଳେ ଅଷ୍ଟପାଟ ବଂଶୀଙ୍କ ସାଙ୍ଗରେ କୃଷ୍ଣ କରୁଥାନ୍ତି କ୍ରୀଡ଼ା। ଆଚ୍ଛା ଆଜ୍ଞା। ରାଧାର ଶବ୍ଦଟା କାନରେ ବାଜିଗଲା। बाजीगला बाजीगला ମୋ ପ୍ରଭୁ ଆଉ ସହି ପାରିଲାନି। ନାଇଁ 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 ପ୍ରଭୁ କଣ କଲେ? ମୋ ରାଧା ଡାକୁଛି। ଓହୋ ଉଠିଲା ବେଳେ ଅଷ୍ଟପାଟ ବଂଶୀ